ଭାରତୀୟ ସମ୍ବିଧାନରେ 22ଟି ଲାଙ୍ଗୁଏଜ୍ ଅଛି ବୋଲି କୁହାଯାଇଛି। ସେଥିରୁ 11ଟି କ୍ଲାସିକାଲ୍ ଲାଙ୍ଗୁଏଜ୍। ଆମ ଓଡ଼ିଆ, ଆମ ମାତୃଭାଷା 2014ରେ ଆଜ୍ ଏ 6th ପୋଜିସନ୍ ହିସାବରେ ତାଙ୍କୁ ଆଜ୍ ଏ କ୍ଲାସିକାଲ୍ ଲାଙ୍ଗୁଏଜ୍ ହିସାବରେ ମାନ୍ୟତା ମିଳିଲା। ମୁଁ ସେତେବେଳେ ସ୍କୁଲରେ ଥିଲି, ତ ଆମ ସାର୍ ଆମକୁ କହିଥିଲେ। ଆଉ ସ୍କୁଲ ସରିଲା ପର୍ଯ୍ୟନ୍ତ ମୁଁ ଭାବୁଥିଲି କି ଓଡ଼ିଆ ଆଜ୍ ଏ ଲାଙ୍ଗୁଏଜ୍, ଗୋଟେ ଲାଙ୍ଗୁଏଜ୍ ଶିଖିବା ଯଥେଷ୍ଟ। ଯଦିଓ ମୋର ଅଲଗା ଲାଙ୍ଗୁଏଜ୍ ବି ମୁଁ ମାନେ ତା ସହିତ ମୁଁ ପରିଚିତ ଥିଲି ଅନ୍ୟ ଭାଷାମାନଙ୍କ ସହିତ, ଯେମିତିକି ଇଂଲିଶ ଅଛି, ସଂସ୍କୃତ ଅଛି, ଆଉ ହିନ୍ଦୀର ଗୀତ ବି ସେତେବେଳେ ମୁଁ ଗାଇବା ଆଜ୍ ୱେଲ୍ ଏଜ୍ ଶିଖିବା ଷ୍ଟାର୍ଟ କରିଦେଇଥିଲି। କଲେଜ ଷ୍ଟାର୍ଟ ହେଲା, ସ୍କୁଲ ସରିଲା, କଲେଜ ଷ୍ଟାର୍ଟ ହେଲା। ଧୀରେ ଧୀରେ ମୋତେ ରିଅଲାଇଜ୍ ହେଲା କି ଗୋଟେ ଲାଙ୍ଗୁଏଜ୍ ଶିଖିଲେ ଚଳିବନି, ଆମକୁ ଅନ୍ୟ ଲାଙ୍ଗୁଏଜ୍ ବି ଶିଖିବାକୁ ପଡ଼ିବ। ଆଉ ଯେହେତୁ କଲେଜ ଟାଇମ୍ ଥିଲା, ତ ସେତେବେଳେ ଫୁଲ୍ ଫ୍ରିଡ଼ମ୍ ଥିଲା ଆମ ପାଖରେ। ତ ଦିନରେ ମୁଁ ଦିନରେ ଆଖି ଖୋଲିକି ଆମେ ସ୍ୱପ୍ନ ଦେଖୁ। ଆଉ ଯେହେତୁ ସ୍ୱପ୍ନ ଦେଖୁ ଦେଖୁ ମୁଁ ଟିକେ ଆମେରିକା ଆଉ ୟୁରୋପ ପର୍ଯ୍ୟନ୍ତ ମୁଁ ପଳିନି, ବର୍ଡ଼ର କ୍ରସ୍ କରିକି। ସୋ ଆଉ ଯଦି ଆମକୁ ସ୍ୱପ୍ନ ପୁରା କରିବାକୁ ପଡ଼ିବ, ତାହେଲେ ପ୍ରିପାରେସନ୍ ଏବେଠୁ ହିଁ ଷ୍ଟାର୍ଟ କରିବାକୁ ପଡ଼ିବ। ସୋ ମୁଁ ଡିସାଇଡ଼୍ କରିଥିଲି କି ମୁଁ 3ଟା ଲାଙ୍ଗୁଏଜ୍ ଶିଖିବି। ଫାର୍ଷ୍ଟ ଓଡ଼ିଆ, ଯେଉଁଟାକି ମୁଁ ଶିଖିଛି, ବଟ୍ ଆଜ୍ ଏ ପ୍ରୋ ହିସାବରେ ମୋତେ ଶିଖିବାର ଥିଲା, ଯେଉଁଟାକି ମୋତେ ଷ୍ଟେଟ୍ ଭିତରେ, ଓଡ଼ିଶା ଷ୍ଟେଟ୍ ଭିତରେ ମୋତେ ହେଲ୍ପ କରିବ। ସେକେଣ୍ଡ ହିନ୍ଦୀ, ଯେଉଁଟାକି ମୋତେ ନ୍ୟାସନାଲ୍ ଅଲ୍ ଓଭର୍ ଦ ଇଣ୍ଡିଆ ଭିତରେ ମୋତେ ହେଲ୍ପ କରିବ। ଆଉ ଥାର୍ଡ଼ ହେଉଛି ଇଂଲିଶ, ଯେଉଁଟାକି ମୋତେ ଇଣ୍ଟରନ୍ୟାସନାଲ୍ ଅଲ୍ ଓଭର୍ ଦ ୱାର୍ଲଡ଼, ଫରେନ୍ କଣ୍ଟ୍ରିରେ ମୋତେ ହେଲ୍ପ କରିବ। ଆଉ ଯେହେତୁ କଲେଜ ଟାଇମ୍ରେ ହିନ୍ଦୀ ଆଉ ଇଂଲିଶର ଯେଉଁ ମୁଭିଜ୍ ଅଛି, ୱେବ୍ ସିରିଜ୍ ଅଛି, ତା'ର ଇନଫ୍ଲୁଏନ୍ସ ଟିକେ ମୋ ଉପରେ ରହିଲା। ତ କଲେଜ ସରିଲା ପର୍ଯ୍ୟନ୍ତ ମୁଁ ଏଇ 2ଟା ଲାଙ୍ଗୁଏଜ୍ରେ ଷ୍ଟ୍ରଙ୍ଗ ହେଇଯାଇଥିଲି। ବଟ୍ ଏବେ ପ୍ରୋବ୍ଲେମ୍ ହେଉଛି, ଏବେ ମୁଁ ଫମ୍ବଲ୍ କରୁଛି। ଗୋଟେ ପର୍ଟିକୁଲାର ଲାଙ୍ଗୁଏଜ୍କୁ ମୁଁ ଯେତେବେଳେ କୌଣସି ଜିନିଷ କହୁଛି, କୌଣସି ଜିନିଷ ଏକ୍ସପ୍ରେସ୍ କରୁଛି, ଗୋଟେ ପର୍ଟିକୁଲାର ଲାଙ୍ଗୁଏଜ୍ରେ ଏକ୍ସପ୍ରେସ୍ କରିବା ମୋତେ ପ୍ରୋବ୍ଲେମ୍ ହେଉଛି। ମୁଁ ତାକୁ ମିକ୍ସ କରିକି ଏକ୍ସପ୍ରେସ୍ କରୁଛି, ଯେମିତି ଏବେ ମୁଁ ଭିଡ଼ିଓରେ କରୁଛି। ନାଉ ଏବେ ମ୍ୟାଟର୍ ହେଉଛି, ଆପଣ ଯେତେବେଳେ ଟ୍ରାଇଲିଙ୍ଗୁଆଲ୍ ଥାନ୍ତି, 3ଟା ଲାଙ୍ଗୁଏଜ୍ ଆପଣ କହିପାରନ୍ତି କି ଜାଣନ୍ତି, ତ ବ୍ରେନ୍ର ଯେଉଁ ପ୍ରୋସେସ୍ ଅଛି, ଗୋଟେ ଲାଙ୍ଗୁଏଜ୍କୁ, ଗୋଟେ ଶୁଦ୍ଧ ଯେଉଁଟା କୁହାଯାଏ, ଶୁଦ୍ଧ ଲାଙ୍ଗୁଏଜ୍କୁ ଯଦି ଗୋଟେ ଲାଙ୍ଗୁଏଜ୍କୁ ଆପଣ ଶୁଦ୍ଧ ହିସାବରେ କହିବେ, ଅନ୍ୟ କୌଣସି ଲାଙ୍ଗୁଏଜ୍କୁ ନ ମିଶାଇକି, ତ ବ୍ରେନ୍ର ଫଙ୍କସନ୍ ଟିକେ ସ୍ଲୋ ହୁଏ, କାରଣ ପ୍ରୋସେସ୍ ହେବା ପାଇଁ ଟିକେ ଟାଇମ୍ ଲାଗେ। ଆଉ ଯେହେତୁ ମୁଁ 4-5 ବର୍ଷରୁ ହିନ୍ଦୀ ଆଉ ଇଂଲିଶର କଣ୍ଟେଣ୍ଟର ଭିଡ଼ିଓ ହଉ କି ମୁଭି ହଉ ଦେଖି ଚାଲିଛି। ମୁଁ ଗୋଟେ ଜିନିଷ ଦେଖୁଛି, ଯଦି ମୁଁ ୟୁଟ୍ୟୁବ୍ ଖୋଲୁଛି, ଓକେ, ଯଦି ମୁଁ ୟୁଟ୍ୟୁବ୍ ଖୋଲୁଛି, ତାହେଲେ ଯଦି ଆପଣ ଦେଖିବେ, ଯଦି ଆପଣ ଦେଖିବେ, ତାହେଲେ ଓନ୍ଲି ହିନ୍ଦୀ ଆଉ ଇଂଲିଶର ରହୁଛି, ଓକେ, କେବଳ ହିନ୍ଦୀ ଆଉ ଇଂଲିଶର ରହୁଛି। ଆଉ କାଁ ଭାଁ ଆପଣଙ୍କୁ ଦେଖିବାକୁ ମିଳିବ କି ଓଡ଼ିଆ ଅଛି ବୋଲି। ଆଉ ହଁ, ମୁଁ ଶୁଣେବି ଓଲ୍ଡ ଓଡ଼ିଆ ସଙ୍ଗ୍ ଗୁଡ଼ା, ବଟ୍ କାଁ ଭାଁ ଅଛି, ଓକେ। ହଁ, ତ ଏବେ ପ୍ରୋବ୍ଲେମ୍ ହେଉଛି, ମୁଁ 3ଟା ଲାଙ୍ଗୁଏଜ୍ ଜାଣିଛି, ଆଉ ଯେହେତୁ 3ଟା ଲାଙ୍ଗୁଏଜ୍ ଡିଫରେଣ୍ଟ ଅଛି, ତ ମୋତେ ଫାଷ୍ଟ ମାଇଣ୍ଡରେ ଟ୍ରାନ୍ସଲେଟ୍ କରିବାକୁ ପଡ଼େ କିଛି ଜିନିଷ କହିବା ପୂର୍ବରୁ। ଫର୍ ଏକ୍ଜାମ୍ପଲ୍, ଯଦି ମୁଁ ଗୋଟେ ଜିନିଷ ମୁଁ ଭିଡ଼ିଓରେ ଏମିତି ଟପିକ୍ରେ ଡିସ୍କସ୍ କରୁଛି, ତ ମୋତେ ଫାଷ୍ଟ ଭାବିବାକୁ ପଡ଼ିବ, ଲାଇକ୍ ମୁଁ ଗୋଟେ ଟପିକ୍ ବିଷୟରେ କହୁଛି ହେଲା, ୱାନ୍ ଟେକ୍ରେ ଯଦି ମୁଁ ନେଉଛି, ତାହେଲେ କହିଚାଲିଛି, ଠିକ୍ ଅଛି। ଯଦି ସଡନ୍ଲି ମୋ ମାଇଣ୍ଡରେ ଗୋଟେ ହିନ୍ଦୀ ୱାର୍ଡ଼ ୟା ଇଂଲିଶ ୱାର୍ଡ଼ ପଳାଇଯିବ, ଦେନ୍ ମୋତେ ଟ୍ରାନ୍ସଲେଟ୍ କରିବାକୁ ପଡ଼େ ତାର ସିନୋନିମ୍। ଆଉ ପୁଣି ମୁଁ ହାର୍ଡ଼ ୱାର୍ଡ଼, ଗୋଟେ ପ୍ରୋ ୱାର୍ଡ଼, ଆଡ଼ଭାନ୍ସ ଲେଭେଲ୍ର ଯେଉଁ ୱାର୍ଡ଼ ଅଛି, ତାକୁ ୟୁଜ୍ କରିପାରିବିନି। ନର୍ମାଲ୍ ୱାର୍ଡ଼ ମୋତେ ୟୁଜ୍ କରିବାକୁ ପଡ଼େ। ତା ପାଇଁ ମୋତେ ସିନୋନିମ୍ ଖୋଜିବାକୁ ପଡ଼େ, ତା ପାଇଁ ଟାଇମ୍ ଲାଗେ। ସେଥିପାଇଁ ମୁଁ ପଜ୍ ନେଇକି ଟିକେ କୁହେ, ଯେଉଁଟାକି ଟିକେ ହେଲ୍ପ କରେ ମୋତେ। ଆଉ ଏ ସେମ୍ ପ୍ରୋବ୍ଲେମ୍ ମୋତେ ଅଦର ଲାଙ୍ଗୁଏଜ୍ରେ ବି ହୁଏ, ହିନ୍ଦୀ ଆଉ ଇଂଲିଶରେ। ଆଉ ଗୋଟେ ଦିନ ଏମିତି ଥାଏ ଯେଉଁଦିନ କି ମାଇଣ୍ଡ ଆଉ ଟଙ୍ଗ, ମସଲ୍ ଆଉ ମାଇଣ୍ଡ କନେକ୍ସନ୍ ଟିକେ ୱିକ୍ ଥାଏ। ସେଦିନ ମୁଁ ଯାହାହେଲେ ଫମ୍ବଲ୍ କରେ, ମୋଷ୍ଟ ଅଫ୍ ଦ ଟାଇମ୍ ମୋତେ ଫମ୍ବଲ୍ କରିବାକୁ ପଡ଼େ। ଏବେ ଏହାର ସଲ୍ୟୁସନ୍ କ'ଣ? ସଲ୍ୟୁସନ୍ କିଛି ନାହିଁ, ମୋତେ ମଜା ଲାଗୁଛି। ମୋତେ ତ ମଜା ଲାଗୁଛି ଭାଇ, 3ଟା ଲାଙ୍ଗୁଏଜ୍ ମୁଁ ଜାଣିଛି। ମୋଷ୍ଟ ଅଫ୍ ଦ ଇଟ୍ସ ଲାଇକ୍ 7% ଅଫ୍ ଦ ପିପୁଲ୍ ଇଣ୍ଡିଆରେ ଯେଉଁମାନେ 3ଟା ଲାଙ୍ଗୁଏଜ୍ ଜାଣିଛନ୍ତି। ଆଉ ଏବେ ସିନା ମୋତେ ଟିକେ ଏଇଟା ଟଫ୍ ଲାଗୁଛି, ଟିକେ ମୋତେ ପ୍ରୋବ୍ଲେମ୍ ହେଉଛି, ମୋତେ ଏହାକୁ ଇମ୍ପ୍ରୁଭ୍ ବି କରାଯାଇଛି। ସେଥିପାଇଁ ମୁଁ ବୁକ୍ ବି ଏବେ ଷ୍ଟାର୍ଟ କରିନି ପଢ଼ିବା ପାଇଁ। ଏବେ ସିନା ପ୍ରୋବ୍ଲେମ୍ ହେଉଛି ମୋତେ ଆଗକୁ ଏଇଟା ଫ୍ୟୁଚର୍ରେ କିନ୍ତୁ ହେଲ୍ପ କରିବ ବହୁତ। ଯେତେବେଳେ ଯେମିତି ବି କହିଲି
कि स्टेट्रे मते हिंदी हेल्प करें आउ इंटरनेशनल मते इंग्लिश हेल्प करें. सो या आई होप यू लाइक दिस वीडियो. मते ए वीडियोटा ये बनई गाँव मु जानची एटा मते ही केवल प्रोब्लेम होनी एमती बहुत लोक अच्छा जो मन प्रोब्लेम हो मत लगुच आप रिलेट करेंगे. एंड थैंक यू फॉर वाचिंग.